ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। 2025ରେ କେମିତି ଘରେ ବସି ନିଜ ମୋବାଇଲ କିମ୍ବା ଲ୍ୟାପଟପ୍ ସାହାଯ୍ୟରେ ନୂଆ ରାସନ କାର୍ଡଟି ଆବେଦନ କରିବେ ସେହି ବିଷୟରେ ଆମେ ଜାଣିବା। ଭିଡ଼ିଓଟି ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଫ୍ରେଣ୍ଡସ୍, ଯାହା ଫଳରେ କି ସମ୍ପୂର୍ଣ୍ଣ ବୁଝିପାରିବେ। ଆପଣଙ୍କ ମୋବାଇଲ କିମ୍ବା କମ୍ପ୍ୟୁଟରରେ ଗୁଗଲ କ୍ରୋମ୍ ଓପନ୍ କରନ୍ତୁ ଆଉ ଫୁଡ୍ ଓଡ଼ିଶା ବୋଲି ଟାଇପ୍ କରି ସର୍ଚ୍ଚ କରିଦିଅନ୍ତୁ। ସର୍ଚ୍ଚ କଲା ପରେ ଏମିତି ଇଣ୍ଟରଫେସ୍ ଗୋଟେ ଓପନ୍ ହେଇଯିବ। এই ପ୍ରଥମ ଲିଙ୍କ ଉପରେ କ୍ଲିକ୍ କରିଦିଅନ୍ତୁ। ତାରପରେ ଏମିତି ପପ୍ ଗୋଟେ ଶୋ କରିବ, ୟାକୁ ଆପଣ କ୍ଲୋଜ୍ କରିଦିଅନ୍ତୁ। ତାରପରେ ଏମିତି ପେଜ୍ ଗୋଟେ ଓପନ୍ ହେଇଯିବ। ଏଠାରେ ଦେଖନ୍ତୁ ଅନଲାଇନ୍ ସର୍ଭିସେସ୍ ତାରି ଉପରେ କ୍ଲିକ୍ କରିଦିଅନ୍ତୁ। ସିଟିଜେନ୍ ସର୍ଭିସ୍ ତାରି ଉପରେ କ୍ଲିକ୍ କରିଦିଅନ୍ତୁ। ତାରପରେ ଏମିତି ପେଜ୍ ଗୋଟେ ଓପନ୍ ହେଇଯିବ। ଏଠାରେ SFSS କିମ୍ବା NFSS ଯେଉଁଠି ବି ଆବେଦନ କରିପାରିବେ। ମୁଁ ବର୍ତ୍ତମାନ SFSSରେ ଆବେଦନ କରି ଦେଖାଇ ଦେଉଛି। ଆପ୍ଲାଏ ନ୍ୟୁ ରାସନ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଫର୍ମଟି ଓପନ୍ ହେଇଯିବ। ପ୍ରଥମେ ଡିଷ୍ଟ୍ରିକ୍ଟଟି ସିଲେକ୍ଟ କରିଦିଅନ୍ତୁ। ତାରପରେ ଆପଣଙ୍କର ବ୍ଲକଟି ସିଲେକ୍ଟ କରିଦିଅନ୍ତୁ। ତାରପରେ ଆପଣଙ୍କର ଗ୍ରାମ ପଞ୍ଚାୟତଟି ସିଲେକ୍ଟ କରିଦିଅନ୍ତୁ। সেই গ্রাম পঞ্চায়েতরে যেতটা ବି ଗାଁ ଥିବ ସବୁ ଏଠାରେ ଶୋ କରିବ। ଆପଣଙ୍କର ଗାଁଟି ସିଲେକ୍ଟ କରିଦିଅନ୍ତୁ। ତାରପରେ এই ପ୍ଲଟ୍ ନମ୍ବର ଜାଗାରେ ଆପଣଙ୍କର ଗାଁର ନାମଟି ଟାଇପ୍ କରିଦିଅନ୍ତୁ। ଯାହାର ବି ଆବେଦନ କରୁଛନ୍ତି ତାଙ୍କର ନାମଟି ପୂର୍ବରୁ କୌଣସି ରାସନ କାର୍ଡ଼ରେ ନଥିବା ଦରକାର। ଯଦି ଅଛି ତାହେଲେ সেই ରାସନ କାର୍ଡ଼ରୁ ପ୍ରଥମେ ଡିଲିଟ୍ କରନ୍ତୁ। ତାରପରେ 24 ଘଣ୍ଟା ହେଲା ପରେ ଆବେଦନ କରନ୍ତୁ। ତାରପରେ ଏଠାରେ ଆପଣଙ୍କର ପିନକୋଡ୍ ନମ୍ବରଟି ଦେଇ ଦିଅନ୍ତୁ। ତାରପରେ ଏଠାରେ ଯିଏ ହେଡ୍ ତାଙ୍କର ନାମଟି ଟାଇପ୍ କରିଦିଅନ୍ତୁ ଇଂଲିଶରେ। ଗୋଟିଏ ମହିଳାକୁ ହିଁ ହେଡ୍ ରଖନ୍ତୁ। ତାରପରେ এই ତଳଟି ଓଡ଼ିଆରେ ଟାଇପ୍ କରିବାକୁ ପଡ଼ିବ। ଓଡ଼ିଆରେ ଟାଇପ୍ କରିବାକୁ ହେଲେ ନୂଆ ଟ୍ୟାବ୍ ଗୋଟେ ଓପନ୍ କରନ୍ତୁ। ଇନପୁଟ୍ ବୋଲି ଟାଇପ୍ କରି ସର୍ଚ୍ଚ କରିଦିଅନ୍ତୁ। ତାରପରେ এই ପ୍ରଥମ ଲିଙ୍କ ଉପରେ କ୍ଲିକ୍ କରିଦିଅନ୍ତୁ। এই ବ୍ଲୁ କଲର୍ର ଶୋ କରୁଛି ତାର ଉପରେ କ୍ଲିକ୍ କରିଦିଅନ୍ତୁ। ଏଠାରେ ଆପଣଙ୍କୁ କେଉଁ ଭାଷାରେ ଦରକାର সেই ଭାଷାଟି ସିଲେକ୍ଟ କରିଦିଅନ୍ତୁ। ଆମକୁ ଓଡ଼ିଆରେ ଦରକାର ଅଛି, ଓଡ଼ିଆ ସିଲେକ୍ଟ କରିଦେବା। ତାରପରେ ଏଠାରେ ଇଂରାଜୀରେ ଟାଇପ୍ କଲେ ଓଡ଼ିଆରେ ଆମକୁ ଦେଇଦେବ। ଏମିତି ଟାଇପ୍ କରିଲା ପରେ ଓଡ଼ିଆରେ ଆସିଯାଉଛି। ତାରପରେ ୟାକୁ କପି କରିଦିଅନ୍ତୁ। ତାରପରେ এই ବକ୍ସରେ ପେଷ୍ଟ କରିଦିଅନ୍ତୁ। ତାରପରେ ଏଠାରେ ଜେଣ୍ଡରଟି ସିଲେକ୍ଟ କରିଦିଅନ୍ତୁ। ତାରପରେ ଏଠାରେ ଆଧାର କାର୍ଡ଼ରୁ ଦେଖିକି ଡେଟ୍ ଅଫ୍ ବାର୍ଥଟି ସିଲେକ୍ଟ କରିଦିଅନ୍ତୁ। ତାରପରେ ଏଠାରେ ଯଦି ହେଡ୍ ରଖିବାକୁ ଚାହୁଁଛନ୍ତି ତାହେଲେ ହେଡ୍ ସିଲେକ୍ଟ କରିଦିଅନ୍ତୁ। ତାରପରେ ତଳକୁ ଟିକେ ସ୍ଲାଇଡ୍ କରିଦିଅନ୍ତୁ। ତାରପରେ ଏଠାରେ ତାଙ୍କର ଆଧାର କାର୍ଡ଼ର ନମ୍ବରଟି ଦେଇ ଦିଅନ୍ତୁ। ଯଦି ଭୋଟ୍ ଫଟୋ ଅଛି ତାହେଲେ ଏଠାରେ ଇପିକ୍ ନମ୍ବର ଦେଇପାରିବେ। ତାରପରେ ପୁଣି ଟିକେ ସ୍ଲାଇଡ୍ କରିଦିଅନ୍ତୁ। ତାରପରେ ଏଠାରେ ଯାହାର ବି ଆବେଦନ କରୁଛନ୍ତି ତାଙ୍କର ବାପାଙ୍କର ନାମଟି ଦେଇ ଦିଅନ୍ତୁ। ତାରପରେ এই ତଳେ ଓଡ଼ିଆରେ ତାଙ୍କର ବାପାଙ୍କର ନାମଟି ଟାଇପ୍ କରିଦିଅନ୍ତୁ ଇନପୁଟ୍କୁ ଯାଇକି। ତାରପରେ এই ସ୍ପାଉସ୍ ନେମ୍ ଜାଗାରେ ତାଙ୍କର ହଜବେଣ୍ଡଙ୍କର ନାମଟି ଟାଇପ୍ କରିଦିଅନ୍ତୁ। ତଳେ ଓଡ଼ିଆରେ ଟାଇପ୍ କରିଦିଅନ୍ତୁ ଇନପୁଟ୍କୁ ଯାଇକି। ପୁଣି ଥରେ ଟିକେ ସ୍ଲାଇଡ୍ କରିଦିଅନ୍ତୁ। এই ସେମ୍ ପ୍ରୋସେସ୍ରେ ତାଙ୍କର ଯେତେ ଜଣ ବି ଫ୍ୟାମିଲି ମେମ୍ବର ଅଛନ୍ତି ସମସ୍ତଙ୍କୁ ହାର୍ଡ଼ କରିଦିଅନ୍ତୁ। ତାରପରେ এই ତଳକୁ ସ୍କ୍ରଲ୍ କରନ୍ତୁ। ଏଠାରେ ଦେଖନ୍ତୁ, ଏଠାରେ ଆପଣଙ୍କର ପିଓକୁ ସିଲେକ୍ଟ କରନ୍ତୁ। ଏମିତି କିଛି ନମ୍ବର ସହିତ ଆପଣଙ୍କର ପଞ୍ଚାୟତ ଅଫିସଟି ଶୋ କରୁଥିବ, ତାକୁ ସିଲେକ୍ଟ କରିଦିଅନ୍ତୁ। ଯଦି ଆପଣ ହ୍ୟାଣ୍ଡିକ୍ୟାପ୍ ତାହେଲେ ଏଠାରେ କିଛି ସିଲେକ୍ଟ କରିପାରିବେ, ନହେଲେ ଛାଡ଼ି ଦିଅନ୍ତୁ। ତାରପରେ ଏଠାରେ ଗୋଟିଏ ମୋବାଇଲ ନମ୍ବର ଦେଇ ଦିଅନ୍ତୁ। ଚାହିଁଲେ ଆପଣ এই ତଳେ ବ୍ୟାଙ୍କ ଡିଟେଲ୍ସ ଦେଇପାରିବେ।
नहले छाड़ी पारिबे मैंडेटरी नहीं मु रिकमेंड करूची किंतु दे दियंतु एठारे आपनकर बैंक नेम टी सिलेक्ट कर दियंतु बैंक नेम सिलेक्ट करला परे आईएफसी कोड टी ऑटोमेटिक आसी जाउची एठारे तांकर अकाउंट नंबर टी टाइप कर दियंतु ए तळे अकाउंट होल्डर नाम जगह रे जेते जण को ऐड करते समस्तंकर नाटे शो करबो जार भी अकाउंट नंबर देथिबे तार नाटी सिलेक्ट कर दियंतु तार परे सेव रे क्लिक कर दियंतु ठीक समय प्रोसेस नेबो सेव हे जिवो तार परे ओके रे क्लिक कर दियंतु तार परे प्रिंट एक्नॉलेजमेंट तार ऊपर क्लिक कर दियंतु आपनकर एक्नॉलेजमेंट फॉर्म टी शो करबो या को आपन प्रिंट आउट करके आपन को ब्लॉक ऑफिस किबा पंचायत ऑफिस को नेकी जमा कर दियंतु जमा करबा फल रे आपनकर राशन कार्ड टी जल्दी अप्रूव हे जिवो आपनकर राशन कार्ड टी अप्रूव होला परे आपनकर पंचायत ऑफिस को नुआ राशन कार्ड लिस्ट रे आपनकर नाम मध्ये आसी जिवो आ आपनकर पंचायत ऑफिस को डाकी कि आपनको राशन कार्ड दे देबे नहेले इंटरनेट रे मध्ये डाउनलोड करि परिबे केमिति राशन कार्ड नंबर टी बाहर करिवे आ केमिति राशन कार्ड टी डाउनलोड करिवे से विषय रे जानि बाकु चाहछन्ती ताले डिस्क्रिप्शन रे से वीडियो रो लिंक टी दे देछि चाहिले सेटु भी जाई कि देखि परिबे ओके फ्रेंड्स वीडियो टी भल लागितिले गोटिए लाइक कर दियंतु आ चैनल रे न आस्ते सब्सक्राइब टी कर दियंतु थैंक यू फॉर वाचिंग।